हेलो फ्रेंड। बैंकिंग लाइन तरफରୁ ନୂଆ ଏକ ଜବ୍ ବାହାରିକି ଆସିଯାଇଛି, ଯାହାକି ପୋଷ୍ଟ ସଂଖ୍ୟା ରହିଛି 13,217ଟି। ଆପଣମାନେ ଏହାକୁ ଶୀଘ୍ର ଆପ୍ଲାଏ କରନ୍ତୁ। ଏହା ଆପଣଙ୍କ ପାଇଁ ବହୁତ ବଡ଼ ସୁଯୋଗ ଆସିଛି। ଯଦି ବ୍ୟାଙ୍କିଂ ଲାଇନରେ ଆପଣ ଚାକିରି କରିବାକୁ ଚାହୁଁଛନ୍ତି ତାହେଲେ ଏହି ପୋଷ୍ଟଟିକୁ ଆପ୍ଲାଏ କରନ୍ତୁ। ଏଠାରେ 13,217ଟି ପୋଷ୍ଟ ରହିଛି। ଆପ୍ଲାଏ ଡେଟ୍ ଆରମ୍ଭ ହୋଇଯାଇଛି 1/9/2025ରୁ ଓ ଏହାର ଶେଷ ତାରିଖ ରହିଛି 21/9/2025। ଆପଣମାନେ ଦେଖିପାରୁଥିବେ ଏହା ତାର ଇମ୍ପୋର୍ଟାଣ୍ଟ ଡେଟ୍ ଗୁଡାକ ଆସିଯାଇଛି ସବୁ କିଛି। ତ ଆପଣମାନେ ଚାହିଁଲେ ମଧ୍ୟ ଆପ୍ଲାଏ କରିପାରିବେ। ଏହା ଅନଲାଇନ୍ ମୋଡରେ ଆପ୍ଲାଏ ରହିବ। ଦେଖନ୍ତୁ ଏଠାରେ ଲେଖା ହେଇଛି ଅନଲାଇନ୍ ରେଜିଷ୍ଟ୍ରେସନ। ତ ଏହା ଅଫଲାଇନ୍ ନୁହେଁ, ଅନଲାଇନ୍ ମୋଡରେ ରେଜିଷ୍ଟ୍ରେସନ ହବ। ତ ଏହାର ଇମ୍ପୋର୍ଟାଣ୍ଟ ଡେଟ୍ ଗୁଡାକ ଦେଖନ୍ତୁ ଆସିଯାଇଛି 1/9/2025ରୁ 21/9/2025 ପର୍ଯ୍ୟନ୍ତ ଆପ୍ଲାଏ ହେବ। ଆପଣମାନେ ଯଦି ଆପ୍ଲାଏ କରିକି ଛାଡି ଦେଇଛନ୍ତି ତାହେଲେ ଫିସ୍ 1/9/2025ରୁ 21/9/2025 ମଧ୍ୟରେ ହିଁ ଭରିବା ପାଇଁ ପଡିବ। ତ ତା ତଳକୁ ଦେଖନ୍ତୁ ରହିଯାଇଛି ଆପଣଙ୍କର ଏକ୍ସାମ ଡେଟ୍ ଗୁଡାକ କେବେ କେବେ ରହିଛି। ଏଠାରେ 3ଟି ଏକ୍ସାମ ଅଛି। ଫାର୍ଷ୍ଟ ପ୍ରିଲିମିନାରୀ ରହିଛି, ତାପରେ ମେନ୍ ଏକ୍ସାମ ରହିଛି, ତାପରେ ସିଙ୍ଗଲ ଏକ୍ସାମ ରହିଛି। ଏପରି 3ଟି ଏକ୍ସାମ ରହିଛି। ତ ଏଠାରେ ଦେଖନ୍ତୁ ଆପଣ PDF ଡାଉନଲୋଡ କରିକି ମଧ୍ୟ ଦେଖିପାରିବେ। ଏଠାରେ ତାର ଇମ୍ପୋର୍ଟାଣ୍ଟ ଡେଟ୍ ଗୁଡାକ ସମସ୍ତ ଦିଆଯାଇଛି। ତ ଆପଣମାନେ ଚାହିଁଲେ ଡେସ୍କ୍ରିପସନରେ ଲିଙ୍କଟି ଅଛି, ସେଠାରୁ ଆପଣମାନେ ପଢିକି ସବୁ କିଛି ଡିଟେଲ୍ସ ଜାଣିପାରିବେ। ତ ମୁଁ ମେନ୍ ପଏଣ୍ଟ ଗୁଡାକ ଆପଣମାନଙ୍କୁ କହିଦଉଛି କିପରି ଆପଣମାନେ ଆପ୍ଲାଏ କରିବେ, କଣ ଡକୁମେଣ୍ଟ ଦରକାର ହବ, ଡେଟ୍ ଗୁଡାକ ଇମ୍ପୋର୍ଟାଣ୍ଟ ଡେଟ୍ ଯୋଉଗୁଡାକ ଅଛି, ଯାହା ଯାହା ପଏଣ୍ଟ ଅଛି ସେଗୁଡାକ ହିଁ କହିଦଉଛି। ଆପଣମାନେ ଚାହିଁଲେ PDF ଡାଉନଲୋଡ କରିକି ମଧ୍ୟ ଦେଖିପାରିବେ। ଏହା ଅଲ୍ ଇଣ୍ଡିଆ ଜବ୍ ଭ୍ୟାକେନ୍ସି ବାହାରିଛି, ଯାହାକି ଆମ ଓଡିଶାର ମଧ୍ୟ ଆସିଛି। ଦେଖନ୍ତୁ ଏହା ଓଡିଶାର ମଧ୍ୟ ଆସିଛି। ଓଡିଶାର ଗ୍ରାମୀଣ ବ୍ୟାଙ୍କ ଭୁବନେଶ୍ୱର ଓଡିଶା ଏହା ଦେଖ ଆସିଛି। ଗ୍ରାମୀଣ ବ୍ୟାଙ୍କ ଥିଲା, ତାହା ଏବେ ନାଁ ବଦଳିକି ଗ୍ରାମୀଣ ବ୍ୟାଙ୍କ ହେଇଯାଇଛି। ସେଥିପାଇଁ ଏଠି ଗ୍ରାମୀଣ ବ୍ୟାଙ୍କ ଆସିଛି। ଓଡିଶାର ମଧ୍ୟ ଏହାର ଜବ୍ ରହିଛି। ତ ଦେଖନ୍ତୁ 4ଟି ପୋଷ୍ଟ ରହିଛି, ଯାହାକି ଅଫିସ ଆସିଷ୍ଟାଣ୍ଟ ରହିଛି, ଆସିଷ୍ଟାଣ୍ଟ ମ୍ୟାନେଜର ରହିଛି, ମ୍ୟାନେଜର ରହିଛି, ଆଉ ଗୋଟେ ସିନିୟର ମ୍ୟାନେଜର। ଏମିତି କି ଆପଣଙ୍କର 4ଟି ପୋଷ୍ଟ ରହିଛି, ଯାହାକି ଗ୍ରୁପ A ଓ ଗ୍ରୁପ B ଲେଭେଲରେ ଯାଉଛି। ତ ଏ ନୋଟିସରେ ଆପଣମାନେ ଦେଖିବେ କୋଉ ଗୁଡାକ ଗ୍ରୁପ A ରେ ଯାଉଛି, କୋଉ ଗୁଡାକ ଗ୍ରୁପ B ରେ ଯାଉଛି, ଆପଣମାନେ ଦେଖିକି ଜାଣିପାରିବେ। ତ ଚାଲନ୍ତୁ ମୁଁ ସେ ନୋଟିସ ମଧ୍ୟ ଆପଣଙ୍କୁ ସାମ୍ନାରେ ଦେଖେଇ ଦଉଛି, କୋଉଠି ତାର ଡିଟେଲ୍ସ ସବୁ ରହିଛି ଆପଣଙ୍କୁ ଦେଖଉଛି। ଦେଖନ୍ତୁ ଗ୍ରୁପ B ପୋଷ୍ଟରେ 3ଟି ପୋଷ୍ଟ ରହିଛି, ଆଉ ଗ୍ରୁପ A ରେ ଗୋଟେ ରହିଛି। ଗ୍ରୁପ B ରେ ଦେଖନ୍ତୁ ଆସିଷ୍ଟାଣ୍ଟ ରହିଛି, ଆସିଷ୍ଟାଣ୍ଟ ମ୍ୟାନେଜର ରହିଛି, ମ୍ୟାନେଜର ରହିଛି, ଆଉ ଗ୍ରୁପ B ରେ ସିନିୟର ମ୍ୟାନେଜର ରହିଛି। ଏମିତି କି 4ଟି ପୋଷ୍ଟ ବାହାରିକି ଆସିଯାଇଛି। ତ ଆପଣମାନେ ଚାହିଁଲେ এই 4ଟି ପୋଷ୍ଟ ମଧ୍ୟ ଆପ୍ଲାଏ କରିପାରିବେ। ସେ ଅନୁସାରେ ଆପଣଙ୍କର ଏଲିଜିବିଲିଟି ଥିବା ଦରକାର, ସେ ଅନୁସାରେ ଆପଣ ପଢିଥିବା ଦରକାର, ସେଇ ଅନୁସାରେ ଆପଣ ଆପ୍ଲାଏ କରିପାରିବେ। ଆପଣଙ୍କ କ୍ୱାଲିଫିକେସନ ନେଇକି এই 4ଟି ପୋଷ୍ଟରୁ ଆପ୍ଲାଏ କରିପାରିବେ। ଆପଣଙ୍କୁ ଆଗକୁ এই ଭିଡିଓରେ ଦେଖେଇବି କୋଉ ପୋଷ୍ଟ ପାଇଁ କଣ କ୍ୱାଲିଫିକେସନ ହେଇଥିବା ଦରକାର, ସେ ବିଷୟରେ ମୁଁ ଆପଣମାନଙ୍କୁ এই ଭିଡିଓରେ ଦେଖେଇବି। ତ ଏଠାରେ ଦେଖନ୍ତୁ এই 4ଟି ପୋଷ୍ଟ ପାଇଁ ଏଜ କହିବାକୁ ଗଲେ ଏଠାରେ ଦେଖନ୍ତୁ ସବୁ ପୋଷ୍ଟ ପାଇଁ ଅଲଗା ଅଲଗା ଏଜ ରହିଛି। ଯେମିତିକି ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ 18ରୁ 28 ବର୍ଷ ରହିଛି, ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ 30 ବର୍ଷ ରହିଛି, ମ୍ୟାନେଜର ପାଇଁ 21ରୁ 32 ବର୍ଷ ରହିଛି, ସିନିୟର ମ୍ୟାନେଜର ପାଇଁ 21ରୁ 40 ବର୍ଷ ରହିଛି। ଏପରିକି ସବୁ ପୋଷ୍ଟ ପାଇଁ ଅଲଗା ଅଲଗା ଏଜ ରହିଛି। ତ ଏଠାରେ ଦେଖନ୍ତୁ STSC ମାନଙ୍କ ପାଇଁ 5 ବର୍ଷ ରିଲାକ୍ସେସନ ରହିଛି, SC ମାନଙ୍କ ପାଇଁ 3 ବର୍ଷ ରହିଛି, PWD ମାନଙ୍କ ପାଇଁ 10 ବର୍ଷ ରହିଛି। ତ ଏଠାରେ ସମସ୍ତଙ୍କ ପାଇଁ ରିଲାକ୍ସେସନ ଏଜ ମଧ୍ୟ ରହିଛି। ଦେଖିପାରିବେ ଆପଣଙ୍କ ଯଦି ଏଜ ଓଭର ରହୁଛି ତାହେଲେ ରିଲାକ୍ସେସନ ମଧ୍ୟ ନେଇପାରିବେ। ସେଇ ଭିତରେ ଯଦି ଆସୁଛି ଆପଣମାନେ ମଧ୍ୟ ଆପ୍ଲାଏ କରିପାରିବେ। ଦେଖନ୍ତୁ ଚାଲାଣ ବିଷୟରେ ଟିକେ କଥା ହେବା, ଗାଡି ପାଇଁ କେତେ ଚାଲାଣ ରହୁଛି। ଚାଲନ୍ତୁ ଦେଖିବା। STSC ମାନଙ୍କ ପାଇଁ ରହିଛି, ଯଦି ଆପଣ ଅଫିସର ସ୍କେଲ 1 2 3 3ଟି ପୋଷ୍ଟ ପକଉଛନ୍ତି ତାହେଲେ ST ମାନଙ୍କ ପାଇଁ, ST ଓ SC ମାନଙ୍କ ପାଇଁ ରହିଛି 175 ଟଙ୍କା। ଆଉ ଯେତେ ସବୁ ରହିଲେ ଅଲ ଅଦର OBC ଜେନେରାଲ ଯାହା ବି ହଉ, ସେ ଅଦର ରହିଲେ ତାଙ୍କ ପାଇଁ ରହୁଛି 850 ଟଙ୍କା। ସେମିତି ତା ତଳେ ଗୋଟେ ଯୋଉ ପୋଷ୍ଟ ଆସିଥିଲା ଅଫିସ ଆସିଷ୍ଟାଣ୍ଟ ମଲ୍ଟିପର୍ପଜ, ତାର ପାଇଁ ବି ମଧ୍ୟ STSC ମାନଙ୍କ ପାଇଁ ରଖାଯାଇଛି 175 ଟଙ୍କା, ଅଦର ମାନଙ୍କ ପାଇଁ ରଖାଯାଇଛି 850 ଟଙ୍କା। ଦେଖନ୍ତୁ ଏଠାରେ ପରୀକ୍ଷା ବିଷୟରେ ଲେଖା ହେଇଛି। ରିଜନିଂ 40 ମାର୍କ ହବ, ମ୍ୟାଥମେଟିକ୍ସ 40 ମାର୍କ ହବ। ମାନେ ଚାହିଁଲେ ଆପଣ ଯୋଉ ଲାଙ୍ଗୁଏଜରେ କମ୍ଫର୍ଟେବୁଲ ସେଇ ଲାଙ୍ଗୁଏଜରେ ମଧ୍ୟ ପରୀକ୍ଷା ଦେଇପାରିବେ।
ଦେଖନ୍ତୁ ଏଠାରେ ସବୁ କିଛି ଲେଖା ହେଇଛି ହିନ୍ଦୀ, ଇଂଲିଶ, ଓଡ଼ିଆ ସବୁ କିଛି ମେନସନ କରାଯାଇଛି। ଆପଣ ଥରେ PDF କୁ ଡାଉନଲୋଡ କରିକି ଭଲ ଭାବରେ ଦେଖି ନିଅନ୍ତୁ, ସବୁ କିଛି ଡିଟେଲ୍ସ ରେ ପଢି ନିଅନ୍ତୁ। ଯୋଉଗୁଡାକ ମେନ୍ ପଏଣ୍ଟ ଥିଲା ସେଗୁଡାକ ମୁଁ ଆପଣଙ୍କୁ କହିଦେଇଛି। ତ ବାକି ସାରା ଆପଣ ମାନେ PDF କୁ ଦେଖିକି ଜାଣନ୍ତୁ କେମିତି କିପରି କଣ ଅଛି। ଆଜି ପାଇଁ ବାସ୍ ସେତିକି ଥିଲା। ଆଉ ଗୋଟେ ଆପଣ ମାନଙ୍କୁ ଏ PDF ରେ ମେନସନ କରାଯାଇଛି ତ ପାଇଁ କଣ କ୍ୱାଲିଫିକେସନ ଦରକାର ହବ ସେ ବିଷୟରେ ବି ମଧ୍ୟ ଏଠି ମେନସନ କରାଯାଇଛି। ଏହା ଦେଖନ୍ତୁ ଆସିଷ୍ଟାଣ୍ଟ ପାଇଁ ବ୍ୟାଚଲର ଡିଗ୍ରୀ ପ୍ଲସ ତା ତଳେ ଯୋଉ ଲୋକାଲ ଲାଙ୍ଗୁଏଜ ଜାଣିଥିବା ଦରକାର, କମ୍ପ୍ୟୁଟର ଜାଣିଥିବା ଦରକାର, କମ୍ପ୍ୟୁଟର ଟା ବାଧ୍ୟତାମୂଳକ ନାହିଁ ତ ଆପଣ ଜାଣିଥିଲେ ବି ଦେଇପାରିବେ। ତ ତା ତଳକୁ ଦେଖନ୍ତୁ ଏଇଟା ସବୁ କିଛି ଏଠାରେ ଗୋଟେ ଗୋଟେ କି ସବୁ କିଛି ଭଲ ଭାବରେ ମେନସନ କରାଯାଇଛି। ଆପଣ ମାନେ PDF କୁ ଭଲ ଭାବରେ ପଢି ଦିଅନ୍ତୁ। ଏମିତି ଗୋଟେ ଗୋଟେ କି କହିଲେ ବହୁତ ଲମ୍ବା ଭିଡିଓ ହବ, ସେଥିପାଇଁ ଆପଣ ମାନେ ଦେଖନ୍ତୁ ଏଠାରେ 16 ନମ୍ବର ପେଜ କୁ ଯାଇକି ଦେଖିଦେବେ। ଏଜୁକେଶନାଲ କ୍ୱାଲିଫିକେସନ କଣ, କୋଉ ପୋଷ୍ଟ ପାଇଁ କଣ ଦରକାର ହେଇଛି ଏଠାରେ ଦେଖିକି ଆପଣ ମାନେ ଜାଣିପାରିବେ। ଆଜିର ଭିଡିଓ ପାଇଁ ଏତିକି ଥିଲା, ରହୁଛି। ଆଉ ଗୋଟେ ଭିଡିଓରେ ଆପଣ ମାନଙ୍କୁ ଦେଖେଇବି ପୋଷ୍ଟ ଗୁଡାକୁ କେମିତି ଆପ୍ଲାଏ କରିବେ।